ସାଙ୍ଗମାନେ ରଜରେ ତ ମଟନ୍ ହେଇପାରିଲେନି, କିନ୍ତୁ ଆଜି ହେଉଛି ଶୁକ୍ରବାର, ପଳେଇ ଆସିଛି ମଟନ୍ ଦୋକାନ। ମଟନ୍ ଧରିକି ପଳେଇ ଆସିଲା ପରେ ଘରେ ତାକୁ ସଫାସୁତୁରା କରିକି ତାକୁ ବର୍ତ୍ତମାନ ମସଲା ଫସଲା ସବୁ ଦେଇକି ତେଲ ଫେଲ ଦେଇକି ତାକୁ ବର୍ତ୍ତମାନ ଅଧଘଣ୍ଟା ଖଣ୍ଡେ ଫ୍ରିଜ୍ରେ ରଖିଦେବା। ତାପରେ ତାକୁ ପୁରା ପ୍ରୋସେସ୍ ଆପଣଙ୍କ ସହିତ ସେୟାର କରିବି। ବର୍ତ୍ତମାନ ଦେଖନ୍ତୁ ସବୁ ମସଲା ଫସଲା ରେଡ଼ି। ବର୍ତ୍ତମାନ ରେଡ଼ି ହେଇସାରିଲା ପରେ ତାକୁ ଗୋଳାଗୋଳି କରିକି ବର୍ତ୍ତମାନ ଚାଲନ୍ତୁ ସବୁ ରେଡ଼ି କରି ରଖିଦେବା। ତାପରେ ଚୁଲିରେ ଆଜି ହେବ, ଖାସ୍ କରି ମା ବନେଇବେ ଚୁଲିରେ ତ ଆପଣ ଜାଣିଛନ୍ତି କେତେ କ'ଣ ଟେଷ୍ଟ। ତ ମା ତାକୁ ତେଲ ଦେଇକି ସବୁ ଗୋଟା ମସଲା ଦେଇକି ତା ବର୍ତ୍ତମାନ ପିଆଜ ଦେଇଦେଲେ, ପିଆଜ ଦେଇକି ତାକୁ ତଲାତଲି କରିକିନା ଟିକେ ସମୟ ଗଲା ପରେ ମସଲାଟା ହେଇସାରିଲା ପରେ ଅଦା ରସୁଣ ଦେଇକିନା ତାପରେ ମଟନ୍ଟା ଦେବା। ତ ଦେଖନ୍ତୁ କେମିତି କ'ଣ ବନା ହେଉଛି। ତ ସାଙ୍ଗମାନେ ପିଆଜ ଭଲସେ ହେଇଗଲା ପରେ ସବୁ ମସଲା ଫସଲା ଦେଇକି ମା ବର୍ତ୍ତମାନ କଷିଦେଲେ। ବର୍ତ୍ତମାନ ଆମେ ଚାଲନ୍ତୁ ଯେଉଁ ରଖିଥିବା ଫ୍ରିଜ୍ରୁ ଆଣିକି ମଟନ୍ଟା ମାଆଙ୍କୁ ଦେବା। ବର୍ତ୍ତମାନ ଦେଖନ୍ତୁ କେମିତି ଦେଖାଯାଉଛି, ପୁରା ହଳଦୀ ଫଳଦୀ ମସ୍ତ ହେଇଛି। ବର୍ତ୍ତମାନ ଖାଲି ମଟନ୍ ଢାଳିବା। ଆମ ଘରେ ଯେବେ ବି ମଟନ୍ ହେଉ ବା ଭଲ ଅକେଜନ୍ ହେଲା, ମାଛ ହେଉ, ମାଂସ ହେଉ, ଚିକେନ୍ ହେଉ, ଯାହା ବି ହେଉ ମା କରନ୍ତି। ଆଉ ଚୁଲିରେ ହିଁ କରନ୍ତି ଦେଶୀ ଷ୍ଟାଇଲ୍ରେ ପୁରା। ଦେଖୁଛନ୍ତି ବର୍ତ୍ତମାନ ଟିକେ ଅଧିକା ଯେହେତୁ ତାକୁ ଡିକ୍ଚିକି ଟ୍ରାନ୍ସଫର୍ କରାହେଲା। ଡିକ୍ଚିରେ ବର୍ତ୍ତମାନ ମଟନ୍ଟା କରାହେବ, କାହିଁକିନା ସେଥିରେ କଷିବାଟା ଟିକେ ଅସୁବିଧା ହେଇଥାନ୍ତା। ତେଣୁକରି ମା ସେମିତି କଲେ। ତ ପ୍ରେସର୍ ଫେସର୍ କିଛି ଦେଲେନି, ମା କହିଲେ ଡାଇରେକ୍ଟ ଏଇଥିରେ ଦେଇଦେବା, ଏଇଥିରେ ଡାଇରେକ୍ଟ ବସେଇଦେବା। ସେ ଆମର ନିଆଁରେ ହିଁ ହେବ ଆଉ ରଡ଼ରେ ହିଁ ସେ ଫୁଟିବ। ସବୁ ତ ମଟନ୍ ଦେଇ ସାରିଲା ପରେ ବର୍ତ୍ତମାନ ତାକୁ ଟିକେ ଘାଣ୍ଟି ଦେଇକି ଢକ୍କନଟା ଘୋଡ଼େଇ ଦେଇକି ତାକୁ କିଛି ସମୟ ସିଝିବା ପାଇଁ ଛାଡ଼ିଦେବା। ଆଉ ଗୋଟା ରସୁଣ ଦୁଇଟା ପକାଇଦେଲି, ଖାସ୍ କରି ମୋ ପାଇଁ, କାହିଁକିନା ଥଣ୍ଡାଳିଆ ଦେହ ଆଉ ଆମର ବର୍ଷା ସିଜିନ୍ ପଳେଇ ଆସିଲାଣି। ତ ମା ସେଇଥିପାଇଁ ମୋ ପାଇଁ ଦୁଇଟି ପକାଇଦେଲେ। ଦେଖନ୍ତୁ କେମିତି କ'ଣ ଦେଖାଯାଉଛି। ହେଇସାରିଲା ପରେ ଆପଣଙ୍କୁ ଫାଇନାଲ୍ ଆମ ଦିଦି ଆସିଥିଲେ। ଦିଦି କହିଲେ ଛୋଟ ଚିଙ୍ଗୁଡ଼ିଟା ଆଣିବୁ, ଯେଉଁଟା ଚୁଇଁ ଚୁଇଁଟା, ସେଇଟା ଭଲ ଲାଗେ, କାହିଁକିନା ଡାଇରେକ୍ଟ ପଖାଳରେ ଖାଇବା ପାଇଁ ଭଲ ଲାଗେ, ଏମିତି ବି ଖାଇବା ପାଇଁ ଭଲ ଲାଗେ। ତ ସେଇଥିପାଇଁ କହିଲେ ଛୋଟ ଚିଙ୍ଗୁଡ଼ିଟା ନେଇକି ଆସିବା ପାଇଁ। ଦେଖନ୍ତୁ ଏ ମଟନ୍ଟା ସିଝି ଆଇଲାଣି, କେମିତି କ'ଣ ଦେଖାଯାଉଛି ଦେଖନ୍ତୁ। ଚୁଲିରେ ମଟନ୍ ହେବ ମାନେ ତା'ର ବି ସ୍ୱାଦ ଅଲଗା। ଦେଖୁଛନ୍ତି ମଟନ୍ଟା ପୁରା ହେଇ ଆସିଲାଣି, ଓହ୍ଲେଇଦେବା ଏବେ। ଆଉ ଏବେ ଦେଖନ୍ତୁ ଓହ୍ଲେଇକି ଆଣିକି ସିଧା ଘରେ ରଖିଦେଲି। ମଟନ୍ର କଲର୍ଟା ଦେଖୁଛନ୍ତି ତ କେମିତି ଦେଖାଯାଉଛି। ଆପଣଙ୍କୁ ଦୁଇ ପିସ୍ ବାହାର କରିକି ଦେଖାଉଛି କେମିତି କ'ଣ ଦେଖାଯାଉଛି। ଆଉ ଝୋଳଟା ତ ମସ୍ତ ହେଇଛି, ଖାଇଲେ ତ ଜଣାପଡ଼ିବ ତା'ର ଅରିଜିନାଲ୍ କଲର୍ ଆଉ ଟେଷ୍ଟ। ଆଉ ଏମିତି ଦେଖିବାର କ'ଣ ଅଛି, ଖାଇଲେ ହିଁ ଜଣାପଡ଼ିବ ମଟନ୍ ଟେଷ୍ଟ, ତା'ର ଖାଇଲେ ହିଁ ଜଣାପଡ଼ିବ, ନହେଲେ କେମିତି ଜାଣିବେ। ଆଜି ଘରକୁ ବି ଗେଷ୍ଟ ଆସୁଛନ୍ତି, ତାଙ୍କ ପାଇଁ ହେଇଛି। ଦେଖନ୍ତୁ କେତେ ଗୁଡ଼ିଏ ଭାତ ହେଇଛି, ମଟନ୍ ସେକଡ଼େ ହେଇଛି, ଆଉ ଉପରେ ଦେଖଉଛି ଆପଣଙ୍କୁ ଭଜା ଫଜା କ'ଣ ହେଇଛି। ବର୍ତ୍ତମାନ ଆମ ବାଡ଼ିର କଦଳୀ ଭଜା ହେଇଛି, ବାଡ଼ିରେ ଥିଲା ଗଛଟା। ଆଉ ଛତୁ ହେଇଛି, ଦେଶୀ ଛତୁ। ତାପରେ ଆମର ଚିକେନ୍ କଷା ଟିକେ ହେଇଛି, ଆଉ ତା ସହିତ ଆମର ଡାଲି ଟିକେ ହେଇଛି। ଏଇତକ ତ ଉଡ଼ିବ, ଆଉ ପାମ୍ପଡ଼ ଫାମ୍ପଡ଼ ଟିକେ କରାହେବନି। ମୋ ପାଇଁ ମୁଁ ବାଡ଼ିକି ଧରିକି ପଳେଇ ଆସିଲି, ସମସ୍ତେ ଖାଇସାରିଲେଣି। ମୋ ପାଇଁ ମୁଁ ଲେଟ୍ରେ ଗାଧେଇଲି, ତାପରେ ଖାଇବାକୁ ଆଣିଲି। ଦେଖନ୍ତୁ ମଟନ୍ଟା କେମିତି କ'ଣ ହେଇଛି, ଆଉ କେମିତି ଦେଖାଯାଉଛି ଦେଖୁଛନ୍ତି ତ, ପୁରା ଝକାସ ହେଇଛି, ଝୋଳ ବି ହେଇଛି। ଆଉ ଏଇଟା ମୋ ଖାଇବା ଆଜିର। ତ ଚାଲନ୍ତୁ ସାଙ୍ଗମାନେ ଖାଇକି ତାକୁ ଫିନିଶ୍ କରିବା।